ଚାଷୀ ଭାଇମାନେ ଆଜି ଆମେ ଜାଣିବା ଅଡ଼ୁଆ କୁଟା ବା ଗୁଣ୍ଡ ପାଳରେ କିପରି ଭାବରେ ଛତୁ ଚାଷ କରାଯାଏ ଏବଂ ଏହାର ପୁରା ପ୍ରୋସେସ୍ କ'ଣ, ବେଡ୍ କିପରି ପକାଯାଏ ଏବଂ କେତେ ସମୟ ପାଳକୁ ଭିଜାଯାଏ ଏବଂ ଏହାର ଷ୍ଟେରିଲାଇଜ୍ ପାଇଁ କ'ଣ ଦରକାର ସେ ବିଷୟରେ ଆଜି ଆମେ ଜାଣିବା। ଭିଡ଼ିଓଟି ପୁରା ଦେଖିବା ପୂର୍ବରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଦିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଦେଖନ୍ତୁ, ବର୍ତ୍ତମାନ ଆମେ ଗୁଣ୍ଡ ପାଳକୁ ପାଣିରେ ଭିଜାଉଛେ। ଏକ ବେଡ୍ ପିଛା 60ରୁ 100 ଗ୍ରାମ ଚୂନ ଦରକାର ପଡ଼ୁଛି ଏବଂ ତା ସାଙ୍ଗରେ ଆମେ ବାବିଷ୍ଟିନ୍ କିମ୍ବା ସାପ୍କୁ ଷ୍ଟେରିଲାଇଜ୍ ପାଇଁ ବ୍ୟବହାର କରିବା। ଦେଖନ୍ତୁ, ବେଡ୍ ପକାଇବା ସମୟରେ କେମିତି ପାଗ ରହିବା ଦରକାର। ପାଳକୁ ଚିପୁଡ଼ିଲେ ପାଣି କଷୁନଥିବ କିନ୍ତୁ ହାତ ଓଦା ହେଉଥିବ। ଦେଖନ୍ତୁ, ଏହାକୁ ଆମେ 6ରୁ 8 ଘଣ୍ଟା ପାଣିରେ ଭିଜେଇଲେ ଏବଂ ପାଣି ନିଗେଡ଼ିବା ପାଇଁ 2-3 ଘଣ୍ଟା ଛାଡ଼ିଦେଲେ। ଦେଖନ୍ତୁ, ଆଗକୁ ଆମେ ମଞ୍ଜିକୁ କିଭଳି ଭାବରେ ଭାଙ୍ଗିବା। ଦେଖିପାରୁଥିବେ ପୁରା ଭାବରେ ଗ୍ରୋଥ୍ ହେଇଛି। ଏହାକୁ ଭଲ ଭାବରେ ଗୋଡ଼େଇ ବାଡ଼େଇବେ, ନହେଲେ କାଚ ହାତକୁ ବାଜିପାରେ। ଏ ମଞ୍ଜିକୁ ପୁଣି ଦିଆଯାଇଥିବା ତୁଳା ସହିତ ଭଲ ଭାବରେ ସଫା କରିଦେବା। ବର୍ତ୍ତମାନ ଯିବା ଆମେ ବେଡ୍ ପ୍ରସ୍ତୁତି କରିବା ପାଇଁ। ଦେଖନ୍ତୁ, ଏହା ହେଉଛି ପ୍ରଥମ ଲେୟର। ମଞ୍ଜିକୁ ଚାରିକାନି ରଖୁଛେ ଏବଂ ମଝିରେ ବି ଦେଉଛେ, କାହିଁକିନା ଏଇଟା ବେଡ୍ ଓଲଟେଇଲା ସମୟରେ ଉପରକୁ ବେଡ୍ ଓଲଟି ଯାଏ, ସେଥିପାଇଁ। ବର୍ତ୍ତମାନ ମଞ୍ଜି ପଡ଼ିସାରିଛି ଏବଂ ଆମେ ଚୋକଡ଼ ଆଉ ବେସନକୁ ତା ଉପରେ ଦେବା, ଯେମିତିକି ମଞ୍ଜି ପୁରା ଭାବରେ ଗୋଡ଼େଇ ହେଇଯିବ ବେସନ ଦ୍ୱାରା। ଏହା ହେଲା ପ୍ରଥମ ଲେୟର। ଏଇଠୁ ଆରମ୍ଭ ହେଲା ଦ୍ୱିତୀୟ ଲେୟର, ଦ୍ୱିତୀୟ ସ୍ତର। ଭଲ ଭାବରେ ପାଳକୁ କେଞ୍ଚିବା ହାଲକା ହାଲକା, ଯେମିତିକି ପାଙ୍କା ନ ରୁହେ ଏବଂ ଭିତରେ ପବନ ବି ଯେମିତି ନ ରୁହେ। ଦ୍ୱିତୀୟ ଥର ଦେଲା ପରେ ପୁଣି ଆମେ ମଞ୍ଜିକୁ ଭଲ ଭାବରେ ଦେଇଦେବା। ଦେଖନ୍ତୁ କିଭଳି ଭାବରେ ସାଇଡ଼ରୁ 2 ଇଞ୍ଚ ଛାଡ଼ି ଭିତରକୁ ମଞ୍ଜି ଦିଆଯାଉଛି। ଯଦି ମଞ୍ଜି ବାହାରକୁ ଦେଖାଯାଏ ତାହେଲେ ଗ୍ରୀନ୍ ମୋଲ୍ଡ ଏବଂ ବ୍ଲାକ୍ ମୋଲ୍ଡ ଆସିଯିବ, ଯାହାଫଳରେ ବେଡ୍ ନଷ୍ଟ ହେଇଯିବ। ସେଥିପାଇଁ ଭିତର ଆଡ଼ୁ ଟିକେ 2 ଇଞ୍ଚ ଛାଡ଼ି ଭିତର ଆଡ଼ୁ ଦିଆଯାଉଛି। ବର୍ତ୍ତମାନ ବେସନ ଦିଆଯାଉଛି। ଏହା ଦ୍ୱିତୀୟ ସ୍ତର କମ୍ପ୍ଲିଟ୍ ହେଲା। ବର୍ତ୍ତମାନ ପୁଣି ଥରେ ଆଉ ଏକ ସ୍ତର ଦିଆଯାଉଛି। ଏଇଟା ଲାଷ୍ଟ। ତୃତୀୟ ସ୍ତର ହେଉଛି ଶେଷ ସ୍ତର। ଏହାପରେ ବେଡ୍କୁ ଆମେ ଦଉଡ଼ିରେ ବାନ୍ଧି ବାଉଁଶ ରେକ୍ ଉପରେ ରଖିଦେବା। ଦେଖନ୍ତୁ କିଭଳି ଭାବରେ ବେଡ୍ ପ୍ରସ୍ତୁତି କରାଯାଉଛି। ପୁରା ବିଧି ଦେଖନ୍ତୁ ଏବଂ ନିଜେ ନିଜ ବାଡ଼ି ଅଗଣାରେ କିମ୍ବା ଗଛ ମୂଳରେ ବିକିବା ପାଇଁ ନହେଲେ ନାହିଁ, ନିଜେ ଖାଇବା ପାଇଁ ତିଆରି କରିପାରିବେ। ବର୍ତ୍ତମାନ ପାଳ ଛତୁର ରେଟ୍ ବହୁତ ଭଲ ରହିଛି। କିଛି ଜାଗାରେ 400ରୁ 500 ଏବଂ 300ରୁ 400 ମଧ୍ୟ ଏହାର କିଲୋ ପ୍ରତି ଦର ରହିଛି। ଦେଖନ୍ତୁ, ବର୍ତ୍ତମାନ ଛତୁ ମଞ୍ଜି ପଡ଼ି ସାରିଲାଣି। ବର୍ତ୍ତମାନ ତା ଉପରେ ବେସନ ଦିଆଯାଉଛି। ଦେଖନ୍ତୁ, ବର୍ତ୍ତମାନ ଆମର ତୃତୀୟ ସ୍ତର କମ୍ପ୍ଲିଟ୍ ସରିଲାଣି। ବର୍ତ୍ତମାନ ଆମେ ଭଲ ଭାବରେ
ପାଳ ଦ୍ୱାରା ଢାଙ୍କି ଦଉଡ଼ିକୁ ବାନ୍ଧି ବାଉଁଶ ରେକ୍ ଉପରେ ରଖିଦେବା। ଦେଖନ୍ତୁ ଚାଷୀ ଭାଇମାନେ, ବର୍ତ୍ତମାନ ବେଡ୍ ରେଡ଼ି ହେଇଯାଇଛି, ତିଆରି ହେଇ ଏହାକୁ ଆମେ ବାଉଁଶ ରେକ୍ ଉପରେ ଥୋଇଦେବା। ଏହାପରେ ଆମେ ଦଳା ପଲିଥିନରେ 3 ଆଡ଼ରୁ ଢାଙ୍କି ରଖିଦେବା। ବେଡ୍କୁ 6 ଦିନ ପରେ ଅଧଘଣ୍ଟା ପବନ ଦେବା ଏବଂ 8 ଦିନ ଏବଂ 10 ଦିନ ଏବଂ 12 ଦିନରେ ଆମେ ଛତୁ ଅମଳ କରିପାରିବା। ଏହାର ଫୁଲ୍ ଭିଡ଼ିଓ କମ୍ ଦିନ ମଧ୍ୟରେ ଆସିବ। ସେଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଧନ୍ୟବାଦ।